সেই ভক্ত শিষ্য মা ভাই ভৌণী ମାନଙ୍କୁ ଜୟଗୁରୁ ସମ୍ଭାଷଣ ଏଇପରି ଏକ ସଭା ଚାଲିଥିଲା ଇନ୍ଦ୍ର ସଭାରେ ଏଇପରି ଏକ ସଭା ଚାଲିଥିଲା ଇନ୍ଦ୍ର ସଭାରେ ଯୋଉଠି ତ ଅର୍ଜୁନ ଉପସ୍ଥିତ ଥିଲେ ଉର୍ବଶୀ ଆସିଲେ ସ୍ୱାଗତ ଆସିବା ପାଇଁ କାରଣ ପୃଥିବୀରେ ଛାନ୍ଦ ନାହିଁ ଛାନ୍ଦ ସ୍ୱର୍ଗରେ ଅଛି ସେ ଛାନ୍ଦ ଉପରେ ତାଙ୍କର ଜ୍ଞାନ ଥିଲା ତେଣୁ ସେ ତାକୁ କପି କରୁଥିଲେ ଦେଖୁଥିଲେ କିନ୍ତୁ ଇନ୍ଦ୍ର ଭାବୁଥିଲେ ମୋର ପୁଅ ବୋଧେ ଆସକ୍ତ ହେଇଗଲେ ଉର୍ବଶୀଙ୍କ ପ୍ରତି କିନ୍ତୁ ପାଠ ରାତ୍ରି 12 ବାଜିଲେ ଘରେ ଉର୍ବଶୀ ଯାଆନ୍ତି କରନ୍ତି ଅସଲରେ ଆପଣ ଉପସ୍ଥିତ ଯାହା କହିବେ ସେଇଭଳି ଭାବରେ ଶ୍ରୀକୃଷ୍ଣ ତାଙ୍କୁ କହିଲେ ଯଦି ତୁମେ ମୋ